এই তো আমার সে মরিগলে যে ଆମ ଗାଁର ଲୋକ ସେ 4:30 5ଟା ଭିତରେ ସେ କୌଣସି ଅଜଣା ଗାଡି ସେ ଲଗେଇ ସେ ପଳେଇଛି। ଆଉ କଲେକ୍ଟର ଆସିବେ ତାର କ୍ଷତିପୂରଣ କଣ ଦେବେ ତ ରାସ୍ତା ରୋକ ଖୋଲା ହବ। କଲେକ୍ଟର ଆସିଲେ ସେ ପରିବାର ତାଙ୍କୁ ଯାହା କହିବେ ଆଉ ସେଟା ତା ପରିବାର ଉପରେ ଡିପେଣ୍ଡ କରିବ। ଗାଡି ଚଳାଚଳ ବନ୍ଦ ଅଛି, ବର୍ତ୍ତମାନ ବନ୍ଦ ଅଛି। ବାରମ୍ବାର ଦୁର୍ଘଟଣା ଘଟୁଛି। ଏବେ ଗଲା 12 ଦିନ ପୂର୍ବରୁ ଗୋଟେ ଦୁର୍ଘଟଣା ହେଇଥିଲା, ତ ସେଇଟା କିଛି ହେଇନଥିଲା। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାର ଓ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ। 5ଟା ବେଳକୁ ଆସିଥିଲା ଝାଡା ପାଣି 5ଟା ବେଳକୁ ଯାଇଥିଲା। ଆମେ ତ ଘରେ ଅଛୁ, ଆମେ କେମିତି ଜାଣୁନୁ। ଆଉ ଯେତେବେଳେ ମାଡ଼ ହେଲା ଆମେ ଗାଡି ବୋଲି ଜାଣିନୁ। ଆଉ ଯେତେବେଳେ ଗୁଳାଡି ଶୁଭିଲା ସେତେବେଳେ ଆମେ ଗଲାରୁ ଆମ ପୁଅ ଅମର ଗୁଳାଡି କଲେ। ଆଉ 5ଟା ବେଳକୁ ଯାଇଥିଲା। ଆଉ କେମିତି ମରଲା କେଉଁ ଆମେ କେମିତି ଜାଣୁ, କୋଉ ଗାଡି ଆମେ ଜାଣିନୁ ହେଲା। ଚାହୁଁଛି ବୋଲି ତାର ଯୋଡିଏ ପୁଅ ଝିଅ ଅଛି, ପୁଅଟେ ଅଛି, ମାଇକିନା ଅଛି, ଆଉ କିଛି ବିଲ ବାଡି ନାହିଁ। ଆଉ ସରକାର କେଉଁ ଚାହୁଁ ବୋଲି ତାকে ଦି ଦେଖାଉ କେଉଁ କରିବୁ। ପୁଅଟେ ଝିଅଟେ ଅଛି, ପୁଅଟେ ମାଇକିନା ଅଛି, ମୁଁ ଅଛି ମା। ଆଉ କିଛି ପୁଅ ଭାଇ କାହାର କିଏ, ପୁଅ ଭାଇ କାହାର କିଏ କି ଏତିକି ଆଉ ଆମେ ସେଇନି ଅଛି। ଆଉ ତ ସରକାରକୁ ଅନୁମତି କରିକି ଯାହାହେଲେ କ୍ଷତିପୂରଣ ଦିଅ ହେଲା। ଯାହାହେଲେ କ୍ଷତିପୂରଣ ଦିଅ। ତାର ପୁଅ ସିଏ କିଏ 10-12 ବର୍ଷର ପୁଅ, 10 ବର୍ଷ ହବ। ଆଉ ମାଇପା ତ ଦିନା ଆଉ କୋଉଠି ପୋଷିବ କିଏ ତାକୁ, ସେଇଟା କ୍ଷତିପୂର୍ଣ୍ଣ ମାଗ। ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଖଣ୍ଡରବଳି ଗ୍ରାମର ହରି ବିଷୟୀଙ୍କ ପୁଅ ଅମର ବିଷୟୀ ରାସ୍ତା ପାରି ହେଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଫଳରେ ଦୁର୍ଘଟଣାସ୍ଥଳରେ ହିଁ ଅମରଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଓ ଗ୍ରାମବାସୀମାନେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ତେଣୁ ଆସିକା ଭଞ୍ଜନଗର ରାସ୍ତା ଦେଇ ଯାଉଥିବା ସମସ୍ତ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାସ୍ତା ରୋକ ବର୍ତ୍ତମାନ ସୁଦ୍ଧା ହେଇଛି, ରାସ୍ତା ଆମେ ଛାଡ଼ିନୁ। ବର୍ତ୍ତମାନ ସୁଦ୍ଧା ସେ ଯେଉଁ ଲୋକଟି ମରିଛି ବହୁତ ନିରୀହ ଲୋକଟି, ତାର ଘରର ଅବସ୍ଥା ବି ବହୁତ ସଙ୍କଟାପନ୍ନ। ଆମେ ସରକାରଙ୍କୁ ଏ ମାଧ୍ୟମରେ ଜଣାଉଛୁ ଯେ ତାଙ୍କୁ ରାଣ୍ଡମଲି କିଛି ସହଯୋଗ ଯାଉ, ଆମର ଯେଉଁ ରେଡ୍ କ୍ରସ୍ ଅଛି, ଏମର୍ଜେନ୍ସି ଫଣ୍ଡ ଯେଉଁ ଅଛି, ସେ ଫଣ୍ଡରୁ କିଛି ସହାୟତା ଦିଆଯାଉ। ଆଉ ମୋ ପୋଲିସ ମଧ୍ୟ ଅନୁରୋଧ କରୁଛି, ମୋ ଗ୍ରାମବାସୀ ମଧ୍ୟ ସେଇଥିପାଇଁ ଅପେକ୍ଷା କରିଛନ୍ତି କି ସେ ଲୋକକୁ ଯଥାଶୀଘ୍ର ପରେ ଯଦି ନାହିଁ ଇନଷ୍ଟାଣ୍ଟ ତାଙ୍କୁ ଦେଇ ସହାୟତା ଦିଆଯାଉ, ଯଦ୍ୱାରା କି ତାର ଶୁଦ୍ଧ କାର୍ଯ୍ୟ, ତାର ସବୁ କାର୍ଯ୍ୟରେ ଯେମିତି ସହାୟତା। ସେଇଥିପାଇଁ ମୋ ସରକାରକୁ ଅନୁରୋଧ ଅଛି, ସେ ଜିନିଷଟା କଲେ ହିଁ ଆମେ ଯାଇକି ଷ୍ଟ୍ରାଇକ୍ ଉଠାଉ, ନହେଲେ ଉଠାଇବୁନି। ଏଇଟା ଗୋଟେ 5ଟାରୁ 5ଟାର ଆକ୍ସିଡେଣ୍ଟ ହେଲା, ସେ ସମୟରେ ଆମେ ଅପେକ୍ଷା କରୁଛୁ। ଆଉ ସମସ୍ତ ଗ୍ରାମବାସୀ ମଧ୍ୟ ଏଠି ରୁଣ୍ଡ ଅଛନ୍ତି, ଆପଣମାନେ ଦେଖୁଛନ୍ତି। ଆମର ଗୋଟେ ଲକ୍ଷ୍ୟ ହେଲା ସେ ଲୋକଙ୍କୁ କିଛି ସହାୟତା ରାଶି ଦିଆଯାଉ। ବ୍ୟକ୍ତି ହେଉଛନ୍ତି ଅମର ବିଷୟୀ, 42-43 ବର୍ଷ ହେବ ଗୋଟେ ଲୋକ, ଭାରି ଶାନ୍ତ ସ୍ୱଭାବର ଲୋକଟି। ସକାଳୁ ଆସିଥିଲେ ସେ କ'ଣ ସର୍ଚ୍ଚ କରିବାକୁ, ସେ ସମୟରେ ଆକ୍ସିଡେଣ୍ଟ ହେଇଛି। ଏଇଟା ଆମର 12 ଦିନ ଭିତରେ 2ଟା ଆକ୍ସିଡେଣ୍ଟ ହେଇଛି। ଗୋଟେ ବଙ୍ଗଳା ପାଖରେ ଗୋଟେ ଆକ୍ସିଡେଣ୍ଟ ହେଇଥିଲା, ଗୋଟେ ଆଜି ଗୋଟେ। ଏଇଟା ଗୋଟେ ସରକାରକୁ ମୋର ଅନୁରୋଧ, ଏଇଟା ଗୋଟେ ତଦାରଖ ରୂପେ କ'ଣ ଗୋଟେ କରାଯାଉ। ଏଠି ଗୋଟେ ଆମର ଆକ୍ସିଡେଣ୍ଟ ଜୋନ୍ ବୋଲି ଗୋଟେ ବୋର୍ଡ ମରାଯାଉ, ଯେଉଁଟାକି ଗାଡ଼ି ମାନେ ସେମାନେ ସତର୍କ ହେବେ ଯେ ଏଇଟା ଆକ୍ସିଡେଣ୍ଟ ଜୋନ୍, ସେମାନେ ସ୍ଲୋଲି ଗାଡ଼ି ଚଲେଇବେ। ଆଉ ସେଇ ଯେଉଁ ରାସ୍ତା ଆମର ସେ ବଙ୍ଗଳା ପାଖର ରାସ୍ତାଟା ମଧ୍ୟ ବର୍ତ୍ତମାନ ସୁଦ୍ଧା କିଛି ତିଆରି ହେଇପାରୁନାହିଁ। ମୋ ସରକାର ସେଇଟା ବି ଇମିଡିଏଟଲି ତିଆରି କରାଯାଉ। ତେବେ ରାସ୍ତା ଅବରୋଧ ହୋଇଥିବା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ପୁଲିସ ପହଞ୍ଚି ରାସ୍ତାରୁ ହଟାଇବା ପାଇଁ ଆଲୋଚନା କରିବା ପରେ ଆସିକା ତହସିଲଦାର ଆସି ପହଞ୍ଚିଥିଲେ। ଆଉ ମୃତକଙ୍କ ପରିବାରକୁ ରେଡ୍କ୍ରସ ପାଣ୍ଠିରୁ 30,000 ଟଙ୍କା ପ୍ରଦାନ କରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ନେଇଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରୁ ଅଜିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।